ଆଗକୁ ବଢ଼ିବା। ସୋଫିଆ ଚିତ୍ରାଙ୍କନ କରିବାକୁ ବହୁତ ଭଲ ପାଉଥିଲେ। ଜଣେ କଳାକାର ହେବା ତାଙ୍କର ସ୍ୱପ୍ନ ଥିଲା। କିନ୍ତୁ ଦିନେ ସେ ଏକ ପ୍ରତିଯୋଗିତାରେ ଭାଗ ନେଇ ଖରାପ ଭାବରେ ହାରିଗଲେ। ତାଙ୍କ ସାଙ୍ଗମାନେ ପୁରସ୍କାର ପାଇଲେ, କିନ୍ତୁ ତାଙ୍କୁ କେହି ପଚାରିଲେ ନାହିଁ। ସେ ବହୁତ ଲଜ୍ଜିତ ଅନୁଭବ କଲେ ଏବଂ ଭାବିଲେ, ବୋଧହୁଏ ମୁଁ ଏଥିପାଇଁ ଯୋଗ୍ୟ ନୁହେଁ। ଅନେକ ସପ୍ତାହ ଧରି ସୋଫିଆ ଚିତ୍ର କରିବା ବନ୍ଦ କରିଦେଲେ। କିନ୍ତୁ ଦିନେ ରବିବାର ପ୍ରାର୍ଥନା ସମୟରେ ସେ ଏହି ବାକ୍ୟ ଶୁଣିଲେ, ପଛରେ ଯାହା ରହିଗଲା ତାହା ଭୁଲିଯାଅ ଏବଂ ଆଗକୁ ବଢ଼ିବା ପାଇଁ ଚେଷ୍ଟା କର। ଏହି କଥା ତାଙ୍କ ହୃଦୟକୁ ଛୁଇଁଲା। ସେ ଅନୁଭବ କଲେ ଯେ ସେ ଆଗକୁ ବଢ଼ିବା ପରିବର୍ତ୍ତେ ନିଜର ଅତୀତର ବିଫଳତାକୁ ଧରି ବସିଛନ୍ତି। ସେହିଦିନ ସନ୍ଧ୍ୟାରେ ସୋଫିଆ ପୁଣି ଥରେ ତୁଳି ଧରିଲେ। ସେ ନିଜକୁ କହିଲେ, ଗତକାଲିର ଭୁଲ ମୋତେ ଅଟକାଇ ପାରିବ ନାହିଁ। ମୁଁ ଶିଖିବି ଏବଂ ଆଗକୁ ବଢ଼ିବି। କିଛି ମାସ ପରେ ସେ ଅନ୍ୟ ଏକ ଚିତ୍ରକଳା ପ୍ରତିଯୋଗିତାରେ ଯୋଗ ଦେଲେ। ନିଜକୁ ପ୍ରମାଣ କରିବା ପାଇଁ ନୁହେଁ, ବରଂ ଆଗକୁ ବଢ଼ିବା ପାଇଁ। ଏଥର ସେ ଆନନ୍ଦ ଏବଂ ଆତ୍ମବିଶ୍ୱାସର ସହିତ ଚିତ୍ର କଲେ। ସେ ପ୍ରଥମ ପୁରସ୍କାର ପାଇଲେ ନାହିଁ, କିନ୍ତୁ ଅନେକ ଲୋକଙ୍କ ଠାରୁ ପ୍ରଶଂସା ଏବଂ ଉତ୍ସାହ ପାଇଲେ। ସୋଫିଆ ହସିଲେ। ସେ ଜାଣିଲେ ଯେ ପ୍ରକୃତ ବିଜୟ ପୁରସ୍କାରରେ ନାହିଁ, ବରଂ ଅତୀତକୁ ପଛରେ ପକାଇ ଆଶା ସହିତ ଆଗକୁ ବଢ଼ିବାରେ ଅଛି। ସେବେଠାରୁ ସେ ସବୁବେଳେ ମନେ ରଖିଲେ, ଗତକାଲିର ସମସ୍ୟାରେ ଫସି ରୁହନ୍ତୁ ନାହିଁ। ଈଶ୍ୱର ଆପଣଙ୍କ ପାଇଁ ଯାହା ଯୋଜନା କରିଛନ୍ତି ସେହି ଦିଗରେ ଆଗକୁ ବଢ଼ନ୍ତୁ। ହେ ଭାଇମାନେ, ମୁଁ ଏ ପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି। ଫିଲିପିଓ 3 ଅଧ୍ୟାୟ 13 ପଦ।